बर्तमान इंस्टार भाइराल पोल्ट होची स्टेन रोल सत्य कौन यहाँ एमती कम करुच्ची जोटा कि आज जो भी रिल्स वीडियो भाइराल हवा जाऊँगी जी भी टिके लगे दूसरी खाली पूरा छाड़ी दूसरे व्हाइट जिनस जेकोसी व्हाइट जिनस जदि पेन गार हो कि जेकोसी जिनस पड़ जाऊँ ब्लाक रो कौन हेल्ले सब क्लीन हो लगो लगो सतरे कम दूसरा आर डेमो लाइव डेमो करके देखेबी आउटा जेन्युइन रिव्यू आपको देखेबी यहाँ ठीक कि भूल जदि आप भिडियो देखुं निश्चय जापर चलतु मुझे किसी जिनस रखी मो पाखे अच्छी स्टेन रोल तापर गोटे आचु आ पेन रखी यहाँ चिकेन झोल आर ऑयल टाइप टी अच्छे चिकेन ऑयल पकई देखिए व्हाइट कपड़ा छाड़ू ना ना तापर यहाँ डालिम मंजी तार कलर जब पकड़ा मंथी पकड़ा कलर छाड़ू चेकिंग कर यहाँ हूँ डिकासिन पानी चार यहाँ डिकासिन पानी यहाँ जो कौन व्हाइट जिन पकड़ा छाड़ू चेकिंग कर बर्तमान मुझे गोटे व्हाइट टी शर्ट नहीं सब पकई देखिए छाड़ू ना व्हाइट फोटो देखिए एबे चिकेन झोल टी पके तापर डालिम डिकासन तापर एटा गोटे पेन रे गारे देखिए तापर रहला एटा गोटे आचु ए 5,000 जिनस पकाई जिनस लगाई देखिए यहाँ छाड़ जाना ना बर्तमान चेकिंग कर यहाँ हूँ स्टेन रोल प्रथम देखो डालिम केमी देखा प्रथम डालिम छड़ाई ग्रीन कलर आसी देखो डालिम्बर एटा पूरा छाड़ीगला से कलरटा गला बर्तमान यहाँ हूँ डिकासिन देखिए छाड़ जाना ना यहाँ डिकासिन कला हो रहा खापुर देखिए ये कर छाड़ जाना तो यहाँ बतरी था देखिए यहाँ डिकासिन पानी छानी एबे देखिए यहाँ चिकेन ये छड़ाई चेष्टा करिया टिके हल्दिया धीरे धीरे सुखे देखिया तो हल्दिया टी रही है टी अच्छी डिकासिन टी भल छाड़ूनी टे कलर तार रहीगला चिकेन चिकेन ये टे हल्दिया रही टे पर सुखला पर उदा हो देखिले डिकासिन पानी टे कला एरिया पूरा यहाँ स्टेनर रोल लगाई सुखला पर देखिए कौन केमी देखा बर्तमान ये आचु रखाई आचुटा छुड़ा चेष्टा करिया तथापि छाड़ी गलानी प्राय आचु लगे किसी से जना पड़नी जब थे सफा करदेला आउ थर जब चेक मारे छाड़ बोध लगे आउ थे मारे चेष्टा करिया देखिए छाड़
ବର୍ତ୍ତମାନ ସେଇଟା ଟିକେ ଶୁଖୁଥାଉ। ଏଇଟା ଆମେ ଦେଖିବା ଏଇଟା ପେନ୍ ଗାରଟା ଏବେ ଲିଭୁଛି ନା ନାଇଁ ନା। ପେନ୍ ଗାରଟା ଦିଆଯାଇଛି। ଆଉ ଯୋଉଟା ରିଲ୍ସ ମାନଙ୍କର ଯୋଉ ଦେଖାଯାଉଛି ଯେ ଡାଇରେକ୍ଟ ଏଇଟା ଲଗେଇଦେଲେ ଡାଇରେକ୍ଟ ଛାଡିଯାଉଛି, ସେମିତି ଏଇଟା କିଛି ନାହିଁ। ଏଇଟା ଟିକେ ଆଉଥରେ ଆମ ବ୍ରସ୍ କି କୋଉଥିରେ ଏଇଟା ଟିକେ ଘଷିଲେ ଯାଇକିରି ଏଇଟା ଛାଡିବ, ନହେଲେ ନାହିଁ। ଏଇଟା ଲଗେଇବେ, ଲଗେଇଲା ପରେ କିଛି ସମୟ ପରେ ଗୋଟେ ମିନିଟ ଟିକେ କି ଅଧେ ସେକେଣ୍ଡ ପରେ, ଅଧେ ମିନିଟ ପରେ ଆଉଥରେ ଏଇଟା ଟିକେ ଘଷିବାକୁ ପଡିବ, ଟିକେ ଛାଡିଲା ପରେ। କିନ୍ତୁ ପେନ୍ ଗାରଟା ଛାଡିଗଲାନି ପ୍ରାୟ। ପେନ୍ ଗାରଟା କିଛି ହେଲେ ନାହିଁ, ଆଉ ଆଚୁଟା ପୁରା ଛାଡିଗଲା ପ୍ରାୟ। ଏଇଟା ଖାଲି ଡିକାସିନ ପାଣିଟା ଟିକେ କଳା ହେଇକି ରହିଛି, କେଜାଣି ସଫା କଲା ପରେ ହୁଏତ କ୍ଲିୟର ହେଇ ଛାଡିଯିବ। ଡିକାସିନ ପାଣିଟା ଅଛି, ନହେଲେ ଆଉ ଚିକେନ ଝୋଳ ହଉ ଟିକେ ହଳଦିଆ ହେଇକି ଅଛି, ଏଇଟା ହଳଦୀ ଗୁଣ୍ଡଟା ହେଇଥିବ, ଏଇଟା ସଫା କଲେ ପାଣିଟା ଛାଡିଯିବ। ଆଉ ଆଚୁଟା ଏଇଟା ଟିକେ ଖାଲି ହଳଦିଆ ହେଇକି ଅଛି, କିନ୍ତୁ ଆଚୁ କଲରଟା ପୁରା ଛାଡିଗଲା। ଆଉ ପେନ୍ର ଯୋଉ ଗାର ଥିଲା ପୁରା କ୍ଲିନ୍ ହେଇଗଲା। ଦେଖିବାକୁ ଗଲେ ଗୋଟେ ପ୍ରକାର କାମ କରୁଛି। ପେନ୍ର ଯୋଉ ଗାର ଥିଲା ସେଇଟା ତ ପୁରା ଛାଡିଗଲା। ପେନ୍ର ଗାରଟା ଛାଡିଗଲା। ଏଇଟା ଖାଲି ଯୋଉ ଡିକାସିନଟା ଥିଲା, ଡିକାସିନଟା କଲର ହେଇଯାଇଛି। ଏଇଟା ଚିକେନ ଝୋଳଟା, ଚିକେନ କଲରଟା ଗଲେ କିନ୍ତୁ ହଳଦିଆଟା ରହିଛି, ହୁଏତ ସଫା କଲେ ଛାଡିଯିବ। ଆଉ ଏଇଟା ଡାଳିମ୍ବ ମଞ୍ଜି ଏଠି ଲେଖା ହେଇଥିଲା, ଏଇଟା ମଧ୍ୟ ଟିକେ ଟିକେ ଦାଗ ଭଳିଆ ରହିଛି, କିନ୍ତୁ କଲରଟା ତାର କଲା। ଆଉ ଏଇଟା ପେନ୍ଟା ଯୋଉ ଗାର ହେଇଥିଲା, ପେନ୍ଟା ପୁରା କ୍ଲିନ୍ ହେଇଗଲା। ଆଉ ଏଇଟା ଏଇଟା ଆଚୁ ଯୋଉ ଲେଖା ହେଇଥିଲା, ଏଇଟା ଟିକେ ହଳଦିଆ ହେଇକି ଅଛି। ହୁଏତ ଆଉ ଥରେ କ୍ଲିନ୍ କଲେ କେଜାଣି ହୁଏତ ଛାଡିବ। ଦେଖିବା ଚେକିଂ। କିଛି ନାହିଁ ଯେ କାମ କଲେ ଝାଳ ଫୁଟିଉଛି, ଘଷିବାକୁ ବେଶୀ ପଡୁଛି। ଡାଇରେକ୍ଟ ଲଗେଇଲେ ତ ଛାଡୁନି, ଏଇଟା ଘଷି ଘଷି ଏଇଟା କାମ କରିବାକୁ ପଡିବ। ଘଷିଲେ ହୁଏତ କ୍ଲିନ୍ ହେଇକି ଟିକେ ସଫା ହଉଛି। କହିବାକୁ ଗଲେ ଭଲ ଛାଡୁଛି କହିଲେ ଚିକେନ ଝୋଳଟା ଚଳିବ, ଟିକେ ଛାଡୁଛି, ହଳଦିଆ ହେଇକି ଟିକେ ରହୁଛି। ଥରେ ଦିଥର ସଫା କଲେ ହୁଏତ ଛାଡିଯିବ। ଆଉ ଏ ଡିକାସିନ ପାଣିଟା ଟିକେ କମ ଛାଡୁଛି, ଆଉ ଥରେ ଦି ତିନି ଥର ତାକୁ ସଫା କରିବାକୁ ପଡିବ, ଜଣା ପଡୁଛି। ଆଉ ଥରେ ଲଗେଇବାକୁ ପଡିବ। ଏବେ କଣ କରିବା, ଆମେ ଆଉଥରେ ସାଧାରଣତଃ ପେନ୍ ହ୍ୱାଇଟ୍ ସାଇଡରେ ବାରମ୍ବାର ଲାଗୁଛି, ଆଉଥରେ ପେନ୍ ଟିକେ ଗାର ଟିକେ ଟାଣିକି ଦେଖିବା। ପେନ୍ଟା ଥରେ ଲାଷ୍ଟ କରି ଦେଖିଦବା। ଏଇଟା ଆଉ ଗୋଟେ ମୁଁ ବାନିଆନ ନେଇଛି, ଏଇଟା ଦେଖିବା। ଆଉ ଗୋଟେ କଥା, ଏଇଟା ଖାଲି ଓନ୍ଲି ହ୍ୱାଇଟ୍ ସାଇଡରେ ଏଇଟା ଲଗେଇବା ପାଇଁ କୁହାଯାଇଛି। ଆଉ ଯଦି କଲର ସାର୍ଟ କୌଣସି ଏଥିରେ ଯଦି ୟୁଜ କରିବେ, ତାହେଲେ ଏଇଟା କଲର ଛାଡିଯିବାର ସମ୍ଭାବନା ରହିଛି। ସେଥିପାଇଁ ଏଇଟା ଷ୍ଟ୍ରିକ୍ଟଲି ମନା କରାଯାଇଛି, ଓନ୍ଲି ହ୍ୱାଇଟ୍ ସାଇଡରେ ହିଁ ୟୁଜ କରିପାରିବେ। ଯଦି ଏଇଟା ଛାଡିଯିବ, ତାହେଲେ ଏଇଟା ଠିକ କାମ କରୁଛି ବୋଲି ଆମେ ଭାବିବା। ସାଧାରଣତଃ ବେଶୀ ୟୁଜ ହବ ପେନ୍ ଗାରଟା। ଯଦି ପେନ୍ ଗାରଟା ଯଦି ହ୍ୱାଇଟ୍ ରୁ ପୁରା କ୍ଲିୟରରେ ଛାଡି ଯାଉଛି, ତାହେଲେ କିଣିଲେ ଏଇଟା କିଛି ଅସୁବିଧା ନାହିଁ। ଘରେ ରଖିବା କଥା, ଯେକୌଣସି ଯଦି ହ୍ୱାଇଟ୍ ସାର୍ଟ ୟୁଜ କରୁଛନ୍ତି, ହ୍ୱାଇଟ୍ ଜିନିଷରେ ଏଇଟା କାମ କରିବ। ଟିକେ ଘଷିଲେ ଛାଡୁଛି, ସେଟା ଆଗଟାରେ ତ ପେନ୍ ଟା ପୁରା ଛାଡି ଯାଇଥିଲା। ଦେଖିବା ସେମିତି ଟିକେ ଘଷିବା। କିଛି ନାହିଁ, ଏଇଟା ଗୋଟେ ଲଗେଇ ଗୋଟେ ମିନିଟ କି 2 ମିନିଟ ଛାଡିଦେବେ, ଏଇଟା ଟିକେ ବଥରିବ ଯଦି ହେଲେ, ତାହେଲେ ଟିକେ ଛାଡୁଛି, ଭଲ ଛାଡୁଛି। ଦେଖନ୍ତୁ ଫାଷ୍ଟରେ କିଛି ଛାଡୁ ନଥିଲା, ବର୍ତ୍ତମାନ ଟିକେ ଟିକେ ଛାଡିଲାନି। ଥରେ ପାଖରେ ଦିଥର ଯଦି ଲଗେଇଦେବେ, ତାହେଲେ ପୁରା ସଫା ହେଇକି ଦେଖନ୍ତୁ। ଆଉ ପେନ୍ ଗାର ସେତେ ଜଣା ପଡୁନି, ପୁରା ଛାଡିଗଲାନି ପ୍ରାୟ। ଆପଣ ଦେଖିଲେ ଜାଣିପାରିବେ, ଟିକେ ଟିକେ ଦେଖା ହଉଛି। ଆଉ ଥରେ ଦିଥର ଯଦି ଏଇଟା ଆଉ ଥରେ ଷ୍ଟେନରଟା ଯଦି ବୁଲେଇ ଦେବେ, ତାହେଲେ କ୍ଲିନ୍ ହେଇଯିବ। କହିବାକୁ ଗଲେ ପେନ୍ ଗାରରୁ ଏଇଟା ମୁକ୍ତି ପାଇପାରିବେ, କିନ୍ତୁ ଆଉ ଛୋଟିଆ ମୋଟିଆ ଜିନିଷ ଟିକେ ଟିକେ ସଫା ହବ, କିଛି କାମ ନାହିଁ। ଯଦି ହ୍ୱାଇଟ୍ ଜିନିଷ ଯଦି ଆପଣ ବେଶୀ ୟୁଜ କରୁଛନ୍ତି, ତାହେଲେ ଏଇଟା କିଣିକି ରଖିବା କଥା, କିଛି ଅସୁବିଧା ନାହିଁ। ଆର ରେଟ୍ ହଉଛି କେତେ ଟଙ୍କା ଏଇଟା, କିଛି ସମୟ ଶୁଖିଗଲା ପରେ ଦେଖନ୍ତୁ, ପୁରା ପେନ୍ ଗାରଟା ଆଉ କିଛି ହେଲେ ଦେଖାଯାଉନି। ଦେଖନ୍ତୁ ଆପଣ, କହିବାକୁ ଗଲେ କାମ ଦଉଛି, କିଛି ଅସୁବିଧା ନାହିଁ। ଆପଣ କିଣିବା ଦ୍ୱାରା କିଛି ଅସୁବିଧା ହବନି। ଆପଣ ତ ଦେଖିଲେ ଏଇଟା କେମିତି କାମ କରୁଛି କଣ, ଆପଣ ତ ପୁରା ଲାଇଭ ଡେମୋ କରିକି ଦେଖେଇଲି।
ଆପଣ ଜାଣିଥିବେ ଆର ନାଁ ହେଉଛି ଷ୍ଟେନ୍ ରୋଲ୍। ଆଉ ଏଇଟା ମୋତେ ଫ୍ଲିପକାର୍ଟରୁ ମୁଁ ଅର୍ଡ଼ର କରିଥିଲି 189 ପଡ଼ିଥିଲା। ଆର ରେଟ୍ ହେଉଛି 199 ଟଙ୍କା ପଡ଼ିଥିଲା। 50 ml ର ଏଇଟା ଅଛି। ଆପଣ 25 ml ର ମଧ୍ୟ ମିଳୁଛି, ଆପଣ ଚେକିଂ କରିକି କିଣିପାରିବେ। ଆପଣ ଦେଖିଲେ କେମିତି କ'ଣ କାମ କରୁଛି, ଆପଣ ସେଇ ହିସାବରେ ଆପଣଙ୍କୁ ଠିକ୍ ଲାଗିଲେ କିଣିବେ, ନହେଲେ ନାହିଁ। ରହୁଛି, ନମସ୍କାର।